ଜୟଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଆଉ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଶା କରୁଛି ଈଶ୍ୱରଙ୍କ କୃପାରୁ ଆପଣ ଏବଂ ଆପଣଙ୍କର ପରିବାର ବର୍ଗର ସମସ୍ତେ ଖୁସିରେ ଥିବେ। ଆଜି ଆମେ ଗୋଟେ ନୂଆ ବିଷୟ ଆଲୋଚନା କରିବା ଯେ ଗୁରୁ କିଏ, କେମିତି ଜାଣିବା ଯେ ଆମେ ଯାହାକୁ ଗୁରୁ କରିଛେ ବା ଗୁରୁ କରିବାକୁ ଚାହୁଁଛେ ତାକୁ ବାଛିବା କେମିତି। ପ୍ରକୃତରେ ଆମେ ବାଛିବା ନା ଗୁରୁ ଆମକୁ ବାଛିବେ। ଏ ସମ୍ପର୍କରେ ଆମେ ସୁକମୁନିଙ୍କ ବିଷୟରେ ଟିକେ ଜାଣିବା। 3 ଦିନ ହେଲା ମହାଜ୍ଞାନୀ ସୁକମୁନି ଜନକଙ୍କୁ ଦର୍ଶନ ପାଇପାରୁନାହାନ୍ତି। ତାଙ୍କ ଦ୍ୱାରମରେ 3 ଦିନ ଯାକ ଠିଆ ହେଇକି ଫେରୁଛନ୍ତି, ଦର୍ଶନ ମିଳୁନାହିଁ। ସେ ଶିଷ୍ୟ ହେବାକୁ ଯାଇଛନ୍ତି ଜନକ ରାଜାଙ୍କର। କାହିଁକି ଯାଇଛନ୍ତି? ସେ ତ ଶିଷ୍ୟ ମହାଜ୍ଞାନୀ, କିନ୍ତୁ ସେ ଯେଉଁଠି ବସୁଥିଲେ ସେ ଉଠିଗଲା ପରେ, ପ୍ରବଚନ ଦେଉଥିଲେ ଯେଉଁଠି ବସିକିରି, ସେ ଉଠିଗଲା ପରେ ସେ ଜାଗାଟା ଓଦା ହେଇଯାଉଥିଲା। ସୁକମୁନିକି ଭାରି ଅପମାନିତ ଲାଗିଲା। ତେଣୁ ସେ ପିତା ବ୍ୟାସଦେବଙ୍କୁ ପଚାରିଲେ, କହିଲେ ଏପରି କାହିଁକି ହେଉଛି? ବ୍ୟାସଦେବ କହିଲେ ଯେ ତୁମକୁ ଜଣକୁ ଗୁରୁ କରିବାକୁ ପଡ଼ିବ। ବିନା ଗୁରୁରେ ସାଧନା ସମ୍ପୂର୍ଣ୍ଣ ହେବ ନାହିଁ। ସୁକମୁନି କହିଲେ ମୁଁ କାହାକୁ ଗୁରୁ କରିବି? ଆପଣ ମୋ ଗୁରୁ ହୁଅନ୍ତୁ, କାରଣ ଆପଣଙ୍କ ଠାରେ ମୁଁ ସବୁ ଦେଖିପାରୁଛି। ବ୍ୟାସଦେବ କହିଲେ ନା ନା, ବାପା ମା ତ ଗୁରୁ, ପ୍ରଥମ ଗୁରୁ, କିନ୍ତୁ ତୁମକୁ ଜଣକୁ ଦୀକ୍ଷା ନେବାକୁ ପଡ଼ିବ। ଜଣଙ୍କ ପାଖରେ ଆନୁଗତ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ସେ ମୋର ଗୁରୁ ବୋଲି। ନା ତାହେଲେ ଆପଣ କୁହନ୍ତୁ ମୁଁ କାହାକୁ ଗୁରୁ କରିବି? ନା ତୁମେ ରାଜା ଜନକଙ୍କ ପାଖକୁ ଯାଅ, ରାଜା ଜନକ ତୁମ ଗୁରୁ ହେବେ। ହଠାତ୍ ସୁକମୁନି ମନା କଲେ, କହିଲେ ସେ ଜଣେ ରାଜା, ସେ ସାଧକ ନୁହନ୍ତି, ସିଦ୍ଧିଦାତା ନୁହନ୍ତି, ସେ କେମିତି ମୋର ଗୁରୁ ହେବେ? ନା ତୁମର ଗୁରୁ କେବଳ ଜନକ ହିଁ ହୋଇପାରିବେ, ଅନ୍ୟ କେହି ହେଇପାରିବେନି। ତେଣୁ ସୁକମୁନି ବାଧ୍ୟ ହୋଇକରି ଜନକଙ୍କ ଦରବାରକୁ ଯାଇଛନ୍ତି। ଦୁଆର ମୁହଁରେ 3 ଦିନ ହେଲା ଠିଆ ହେଇକରି ଫେରୁଛନ୍ତି, ଜନକ ଡାକୁନାହାନ୍ତି ତାକୁ। ସେ ଭାରି ଅପମାନିତ ବୋଧ କଲେ। କହିଲେ ଏଇଟା କ'ଣ ମୋର ଧୈର୍ଯ୍ୟର ପରୀକ୍ଷା, ନା ମୋତେ ଅପମାନିତ କରିବାକୁ ଜନକ ରାଜା ଏପରି କରୁଛନ୍ତି? ତଥାପି ସେ ଠିଆ ହେଇକି ରହିଲେ। 4ର୍ଥ ଦିନ ଖରାବେଳେ ଜନକଙ୍କ ପାଖରୁ ଡାକରା ଆସିଲା ଯେ ବାହାରେ ଠିଆ ହେଇଛନ୍ତି ସୁକମୁନି, ତାଙ୍କୁ ଡାକ। ସୁକମୁନି ଗଲେ। ସେ କହିଲେ କୁଆଡ଼େ ଆସିଛ? ପଚାରିଲେ ଜନକ ରାଜା। ସୁକମୁନି କହିଲେ ମୁଁ ଆପଣଙ୍କର ଶିଷ୍ୟ ହେବାକୁ ଆସିଛି, ଆପଣ ମୋ ଗୁରୁ ହେବେ। ନା ମୁଁ ରାଜି। ତ ସୁକମୁନି କହିଲେ ମୁଁ କିନ୍ତୁ ରାଜି ଗୋଟିଏ ସର୍ତ୍ତରେ, ଆପଣଙ୍କର ମୋର ତର୍କ ଚାଲିବ। ଯଦି ଆପଣ ଜିତିବେ ମୁଁ ଆପଣଙ୍କ ମୋ ଗୁରୁ ହେବେ, ଯଦି ଆପଣ ନ ଜିତିବେ ତାହେଲେ ମୁଁ ଆଉ ଆପଣଙ୍କର ଶିଷ୍ୟ ହେବିନି। ଜନକ ରାଜି ହେଲେ, ହଁ କରିଦେଲେ, ମୁଁ ରାଜି ଅଛି, ତୁମ ସର୍ତ୍ତରେ ମୁଁ ରାଜି। ଯୁକ୍ତିତର୍କ ଚାଲିଲା। ରାଜଦରବାରର ଗୋଟେ ବଡ଼ ଅଂଶ ଘେରେଇ ଦିଆହେଲା, ଲୋକ ଜଗେଇ ଦିଆହେଲା, ତା ଭିତରକୁ କେହି ବିନା ଅନୁମତିରେ ଯିବେ ନାହିଁ। ଯୁକ୍ତିତର୍କ ଚାଲିଲା ବହୁ ଘଣ୍ଟା ଧରି, ବହୁ ଦିନ ଧରି ଚାଲିଲା, କିନ୍ତୁ ସେଥିରେ ଶେଷ ଅବସ୍ଥା ପହଞ୍ଚିଲା ନାହିଁ। ହଠାତ୍ ଦିନେ ଜଣେ ସୈନିକ ଆସି ଖବର ଦେଲା ଯେ ରାଜ୍ୟର ଗୋଟେ ପଟେ ନିଆଁ ଲାଗିଯାଇଛି ଏବଂ ସେ ନିଆଁ ରାଜପ୍ରସାଦ ଆଡ଼କୁ ମାଡ଼ି ଆସୁଛି। ଜନକ ରାଜା କହିଲେ ତୁମେ ନିଆଁ ଲିଭା ଦଳକୁ ଖବର ଦିଅ। ତାପରେ ପୁଣି ଅଳ୍ପ ସମୟ ପରେ ସେନାପତି ଆସି କହିଲେ ଯେ ସେ ନିଆଁ ଯେଉଁ ଲାଗିଥିଲା ରାଜ୍ୟ ବାହାରେ, ରାଜ୍ୟର ଗୋଟେ ପ୍ରାନ୍ତରେ, ସେ ରାଜପ୍ରାସାଦକୁ ଲାଗିଗଲାଣି। ନା ତୁମେ ଯଦି ପାରୁନ ତାହେଲେ ମନ୍ତ୍ରୀକୁ କୁହ। ଜନକ ରାଜା କହିଲେ ଏବଂ ସେ ଯୁକ୍ତିତର୍କରେ ବ୍ୟସ୍ତ ରହିଲେ। ସେ ଉଠିକିରି ଗଲେନି। ସେନାପତି ଚାହୁଁଥିଲେ ଯେ ସେ ଉଠିକି ଯିବେ ଦେଖିବାକୁ, ସେ ଉଠିକିରି ଗଲେନି। କହିଲେ ମୁଁ କାର୍ଯ୍ୟବ୍ୟସ୍ତ, ତୁମେ ଯଦି ନ ପାରୁଛ ମନ୍ତ୍ରୀକି କୁହ, ବ୍ୟବସ୍ଥା କରିବେ। ହଠାତ୍ ତାପରେ 10-15 ମିନିଟ୍ ପରେ ଦଲକାଏ ନିଆଁ, ଏ ଯେଉଁଠି ବସି ପ୍ରବଚନ ଯୁକ୍ତିତର୍କ ଚାଲିଥିଲା ଜନକ ରାଜାଙ୍କର ଆଉ ସୁକମୁନିଙ୍କର, ତା ଭିତରକୁ ଦଲକାଏ ନିଆଁ ପଶି ଆସିଲା। ହଠାତ୍ ସୁକମୁନି ଉଠିଯାଇ ଦୌଡ଼ିଗଲେ ଏବଂ ତାଙ୍କର ଯେଉଁ କୌପିନଟି ଶୁଖେଇଥିଲେ ତାକୁ ଘିନି ଆସିଲେ। କହିଲେ ମୋର ତ 2ଟି କୌପିନି, ମୁଁ ଗୋଟିଏ ପିନ୍ଧିଛି ଆଉ ଗୋଟିଏ ଶୁଖେଇଛି, ତେଣୁ ନିଆଁ କାଳେ ଲାଗିଯିବ, ସେଇଥିପାଇଁ ମୁଁ ଗଲି। ଜନକ ଟିକେ ହସିଦେଲେ। ସୁକମୁନି ବୁଝିଗଲେ। କହିଲେ ମୋତେ ପ୍ରକୃତରେ ଭାରି ଖରାପ ଲାଗିଲା ଯେ ମୁଁ କୌପିନଟା ଆଣିବାକୁ ଦୌଡ଼ିଗଲି। ଆପଣଙ୍କର ରାଜ୍ୟରେ ନିଆଁ ଲାଗିଲା, ରାଜପ୍ରାସାଦକୁ ନିଆଁ ଆସିଲା, ଏହା ଭିତରକୁ ନିଆଁ ଦଲକାଏ ପଶିଲାଣି, ତଥାପି ଆପଣ ମୋ ସହିତ ଯୁକ୍ତିତର୍କରେ ବ୍ୟସ୍ତ ଅଛନ୍ତି।
ଉଠିକିରି ଗଲେନି। ଅଥଚ ଖଣ୍ଡେ କୌପୁନି ପାଇଁ ମୁଁ ଉଠି ଚାଲିଗଲି। ପ୍ରକୃତରେ ଆପଣଙ୍କୁ ମୁଁ ଗୁରୁ ବୋଲି ମାନିଗଲି। ତାପରେ ଦେଖିଲେ ଯେ ତା ପରଦିନ ଯେତେବେଳେ ସେ ଆସିଲେ ଶିଷ୍ୟତ୍ୱ ଗ୍ରହଣ କରିବାକୁ, ମାନି ଯାଇଛନ୍ତି, ତାହେଲେ ଶିଷ୍ୟତ୍ୱ ଗ୍ରହଣ କରିବାକୁ ଆସିଲେ, ଦେଖିଲେ ଯେ ଶୁକମୁନି ତାଙ୍କ ସ୍ତ୍ରୀଙ୍କ ସହ ବସିଛନ୍ତି ଏବଂ ଧ୍ୟାନରେ ଅଛନ୍ତି, ଉଭୟ ଧ୍ୟାନରେ ଅଛନ୍ତି। ଶୁକମୁନି ନିଜର ସିଦ୍ଧି ଦ୍ୱାରା ଜନକଙ୍କ ମନ ଭିତରେ ପଶି ଜାଣିଲେ ଯେ ଯଦିଓ ସେ ରାଜା ଏବଂ ପାଖରେ ରାଣୀ ଅଛନ୍ତି, କିନ୍ତୁ ତାଙ୍କ ମନ ପରମ ବ୍ରହ୍ମଙ୍କ ପାଖରେ ଲୀନ ହୋଇଛି। ସେ ଈଶ୍ୱରଙ୍କ ଧ୍ୟାନ ଏବଂ ଏକାଗ୍ର ଚିତ୍ତରେ କରୁଛନ୍ତି। ତାପରେ ଶୁକମୁନି ଲମ୍ବ ହୋଇ ଗୋଡ଼ ତଳେ ପଡ଼ିଲେ, କହିଲେ ଆପଣ ହିଁ ମୋର ଗୁରୁ ଏବଂ ଆପଣ ହିଁ ଗୁରୁ ହେବାକୁ ଯୋଗ୍ୟ। ପ୍ରକୃତରେ ଗୁରୁ ଶିଷ୍ୟ ପାଖରେ ଆସି ପହଞ୍ଚିଯାଆନ୍ତି। ପ୍ରକୃତ ଶିଷ୍ୟ ଗୁରୁଙ୍କୁ ଖୋଜିବାକୁ ପଡ଼େନି। ଯେତେବେଳେ ଧ୍ରୁବ ତପସ୍ୟାରେ ଥିଲେ, ବଣରେ ବୁଲୁଥିଲେ, ସେତେବେଳେ ନାରଦ ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ଓಂ ନମୋ ଭଗବତେ ବାସୁଦେବା ମନ୍ତ୍ର ଦେଇଥିଲେ। ସେ ତାଙ୍କର ଗୁରୁ ହେଇଥିଲେ। ଏମିତିକି ପରୀକ୍ଷିତ ରାଜା ଯେତେବେଳେ ଗଙ୍ଗା କୂଳରେ ବସିଛନ୍ତି, ତାଙ୍କୁ ଜାଣିଛନ୍ତି ଯେ ମୋତେ ସର୍ପଦଂଶନ ହେବ 7 ଦିନ ଭିତରେ, ତାଙ୍କ ପାଖରେ ହିଁ ଶୁକମୁନି ପହଞ୍ଚିଥିଲେ। ସେ ତାଙ୍କ ଗୁରୁ ହେଇ ତାଙ୍କୁ ଏଭଳି ଦୀକ୍ଷା ଦେଲେ ଯେ ସେ ମୁକ୍ତ ହୋଇଗଲେ। ସର୍ପ ଦଂଶନ କଲା ତାଙ୍କ ମୃତ ଶରୀରକୁ, ସେତେବେଳକୁ ତାଙ୍କ ଆତ୍ମା ମୁଖ୍ୟ ଆଡ଼େ ଗତି ସାରିଥିଲା। ତେଣୁ ପ୍ରକୃତ ଶିଷ୍ୟ ଯିଏ, ତା ପାଖରେ ଗୁରୁ ପହଞ୍ଚିବେ। ଆପଣ ଗୁରୁ ଖୋଜିବା ଦରକାର ନାହିଁ। ଗୁରୁ ହେବ ସେଇ ଲୋକ। ଅବଶ୍ୟ ଶୁକମୁନିଙ୍କ ଭଳି ବ୍ରହ୍ମଜ୍ଞାନୀ ଏବେ ନ ମିଳିପାରନ୍ତି, କିନ୍ତୁ ତୁଳସୀ ପତ୍ର, ଛୋଟ ତୁଳସୀ ପତ୍ର ହେଉ ବଡ଼ ତୁଳସୀ ପତ୍ର ହେଉ, ତୁଳସୀ ପତ୍ରର କାମ ହେଉଛି ଏକା। ଆପଣଙ୍କର ଯିଏ ଗୁରୁ ହୁଅନ୍ତୁ, ସେ ବ୍ରହ୍ମଜ୍ଞାନୀ ହୁଅନ୍ତୁ ନ ହୁଅନ୍ତୁ, କିନ୍ତୁ ତାଙ୍କୁ ଆପଣ ମାନିବା ଦରକାର। ତାକୁ ହେୟ ଜ୍ଞାନ କରିବା ଦରକାର ନାହିଁ। ଯାହାଠାରୁ ଆମେ କିଛି ନା କିଛି ଶିକ୍ଷା କରିଛେ। ଆମର ପ୍ରଥମ ଗୁରୁ ହେଲେ ବାପା ମା', ଦ୍ୱିତୀୟ ଗୁରୁ ହେଲେ ଶିକ୍ଷା ଗୁରୁ। ଜୀବନରେ ଯାହା କିଛି ଯାହାଠୁ ଶିକ୍ଷା ହେଉଛି, ସେମାନେ ହିଁ ଆମର ଗୁରୁ। ଆମେ କୌଣସି ଜ୍ଞାନ ନେଇକରି ଆସିନୁ। ଜ୍ଞାନ ନେଇକରି ଜନ୍ମରୁ ଜ୍ଞାନ ନେଇ ଆସିଥିବା ଶୁକମୁନି ଯେତେବେଳେ ଶିଷ୍ୟ ହୋଇପାରିଲେ, ଆମେ କି ଛାର। ମହାଜ୍ଞାନୀ ବ୍ୟାସଦେବ, ଲୋକ ତାଙ୍କୁ କହନ୍ତି ବ୍ୟାସ ଭଗବାନ। ସିଏ ଥରେ ଦେଖିଲେ ଯେ ଗୋଟାଏ ଖଜୁରୀ ଗଛରୁ ତୋଳିବାକୁ ଗଛକୁ ଗୋଟିଏ ଲୋକ ନୁଇଁ ଦେଉଛି। ତେଣୁ ସିଏ ତାକୁ ପଚାରିଲେ ଯେ କେମିତି, କେଉଁ ଉପାୟରେ ତୁମେ କହୁଛ? ସେ ତାକୁ କହିଲେ ମୁଁ ଆପଣଙ୍କୁ ଶିକ୍ଷା ଦେଇଦେବି, କିନ୍ତୁ ଆପଣ ମୋ ଶିଷ୍ୟ ହେବାକୁ ପଡ଼ିବ। ବ୍ୟାସଦେବ ତାଙ୍କ ଶିଷ୍ୟ ହୋଇଥିଲେ ଏବଂ ସେ ପରୀକ୍ଷା କରିବାକୁ ଥରେ ଗଲେ ବ୍ୟାସଦେବଙ୍କ ଘରୁ। ଯେ ପ୍ରକୃତରେ ସେ ଖାଲି ଏଇଟା ଶିଖିବାକୁ ହେଲେ ନା ମୋତେ ପ୍ରକୃତ ଗୁରୁ ମାନନ୍ତି। ବ୍ୟାସଦେବ ତାଙ୍କ ଘରେ ସେ ଖଜୁରୀ ଗଛ ଚଢ଼ାଳି ଏଭଳି ସମ୍ମାନ ଦେଲେ ଯେ କୌଣସି ଗୁରୁ ୟାଠୁ ଅଧିକ ସମ୍ମାନ ପାଇ ନ ପାରନ୍ତି। ଏତେ ସମ୍ମାନ ବ୍ୟାସଦେବ ପାଇଲେ, କାରଣ ସିଏ ପ୍ରକୃତ ଶିଷ୍ୟ। ଶିଷ୍ୟ ଯଦି ଠିକ୍ ଥିବ, ତାର ଶୁଣିବା ପ୍ରତି ଆଗ୍ରହ ଥିବ, ଗୁରୁଙ୍କୁ ମାନୁଥିବ, ତାହେଲେ ଶିକ୍ଷା ତା ଭିତରେ ପ୍ରବେଶ କରିବା ପାଇଁ ବେଶୀ ସମୟ ନେବନି। ଆଉ ଗୋଟିଏ କଥା କହୁଛି, ଜଣେ ପ୍ରବଚନ ଦେଉଥିଲେ ଅଧ୍ୟାପକ, ଭଲ ପ୍ରବଚନ ସେ ଦିଅନ୍ତି, ଓଡ଼ିଆ ଅଧ୍ୟାପକ ଜଣେ। ତାକୁ ଶୁଣିକରି ଯେଉଁଠି ସେ ପ୍ରବଚନ ଦିଅନ୍ତି, ଗୋଟିଏ ଲୋକ ଯାଏ ଶୁଣିବାକୁ, ଯୁବକ ଜଣେ। ତାକୁ ଶୁଣିକି ସେ ଏତେ ପ୍ରଭାବିତ ହୋଇଗଲା ଯେ ଦିନେ ଯାଇକି ତାଙ୍କୁ କହିଲା, ଅଧ୍ୟାପକଙ୍କୁ କହିଲା, ଶୁଣନ୍ତୁ ଆଜ୍ଞା, ଆପଣ ମୋ ଗୁରୁ ହୁଅନ୍ତୁ, ମୁଁ ଆପଣଙ୍କ ପାଖରେ ରହିବି, ଆପଣଙ୍କ ଶିଷ୍ୟ ହେବି। ଅଧ୍ୟାପକ କହିଲେ, ମୁଁ ଗୁରୁ ହେବା ପାଇଁ ମୋର ଯୋଗ୍ୟତା ନାହିଁ। ତୁମେ ମୋ ପାଖରେ ରହିପାର, ମୋ କଥା ସବୁ ଶୁଣିପାର, କିନ୍ତୁ ଗୁରୁ ହେବାର ଯୋଗ୍ୟତା ମୋର ନାହିଁ। ଗୁରୁ ହେବାର ଯୋଗ୍ୟତା ଯାହାର ଥିବ ସେ ଗୁରୁ ହେବ ନା, ମୋର ସେ ଯୋଗ୍ୟତା ନାହିଁ। ମୁଁ କେବଳ ପ୍ରବଚନ ଦେଇ ଜାଣେ। ଶିଷ୍ୟ ଭାରି ଜିଦ୍ଦି ଧରିଲା, ଏଇ ଯୁବକଟି କହିଲା, ନା ମୁଁ ଆପଣଙ୍କ ପାଖରେ ରହିବି। ନା ହଁ ରୁହ, କିଛି ଅସୁବିଧା ନାହିଁ। ଅନେକ ଦିନ ପରେ ଦୁଇ ଜଣ ଥରେ ବଣକୁ ଯାଇଥିଲେ। ରାତି ହେଇଛି। ରାତିରେ ସେ ପ୍ରବଚକ ଅଧ୍ୟାପକଙ୍କୁ ଟିକେ ଶୋଷ ଲାଗିଲା। ସେଠୁ ସେ ଯୁବକକୁ କହିଲେ, ବାବୁ ଟିକେ ପାଣି ଆଣିଲ, ଏଇଠୁ 1.5 କିଲୋମିଟର ଭିତରେ ହେବ, ଦୂରରେ ଗୋଟେ କୂଅ ଅଛି, ସେଠି ବାଲ୍ଟି ବି ଅଛି, ତୁମେ ଯାଅ, ମୋ ଗ୍ଲାସ୍ ନେଇଯାଅ, ବାଲ୍ଟି ହେଉ ଗିଲାସ ହେଉ, ଗୋଟେ ପାଣି ଆଣ, ଭୟଙ୍କର ଶୋଷ ହେଉଛି। ସେ ଯୁବକ ଜଣ କହିଲେ, ଆଜ୍ଞା ରାତି ପାଇବାକୁ ଆଉ ଘଣ୍ଟାଏ 1.5 ଘଣ୍ଟା ବାକି ଅଛି, ଆପଣ ଟିକେ ଅପେକ୍ଷା କରିଯାଆନ୍ତୁ, ଭୋର ହେଲା କ୍ଷଣି ମୁଁ ଯିବି ଚାଲି। ରାତିଟା ନା, ମୋତେ ଟିକେ ଡର ଲାଗୁଛି ବସେ। ଇଏ ପ୍ରବଚକ ଅଧ୍ୟାପକ ଆଉ କିଛି କହିଲେନି। ପୁଣି ଅଧଘଣ୍ଟା ପରେ କହିଲେ, ନାଇଁ ମୋ ତଣ୍ଟି ଶୁଖିଯାଉଛି, ଟିକେ ପାଣି ଆଣ। ନା ଆଜ୍ଞା ପାଇଲାଣି ତ, ଆଉ ଅଧଘଣ୍ଟେ ଅପେକ୍ଷା କରନ୍ତୁ। ତେଣୁ ପୁରା ସକାଳ ହୋଇଗଲା। ଯୁବକ ଜଣେ କହିଲେ, ଆଜ୍ଞା ଗ୍ଲାସ୍ ଦିଅନ୍ତୁ ଆପଣଙ୍କର, ମୁଁ ଯାଇ ପାଣି ଘିନି ଆସିବି, ଆପଣ ଗଡ଼ୁ ଦିଅନ୍ତୁ। ନା ଆଉ ଦରକାର ନାହିଁ, ମୁଁ ପାଣି ପିଇ ସାରିଲିଣି।
तुम तुम प्रश्नर उत्तर पाइल तो ना कि प्रश्न उत्तर ना तुम जो कहूल मत गुरु कर तुमको कौन कही जे मोर गुरु हबार योग्यता ना ना हाँ जे एथ सहित कौन संपर्क ना मोर जदि गुरु हबार योग्यता था मु तुम मन को एभली परिवर्तन कर पारथांती जे तुमको कहला मात्रे राति हो दिन हो जंतु जुंता था जंगल होता समुद्र होता जोटी भी जहाँ जहाँ मु आदेश दे था तुम्हें सांगे सांगे तुम मन को मुझे परिवर्तन करी जे तुम्हें दौड़िकी जाकि पानी आनी था तुम्हें मत बुझे न था जे राति पाइबा पर्यंत अपेक्षा करूँ आउ घंटाए अच्छे आउ अधघंटा अच्छे मत 2-3 थर कही न तेणु मुझे तुम मन को परिवर्तन कर पारि ना तेणु मु तुम गुरु हबार योग्यता मोर ना यही गुरु खोजा एवं गुरु क्या करवा एवं तो बहुत अनेक लोक गुरु हाँ चेष्टा कर अपदस्थ होती बंधा होती अपमानित होती से मैंने गुरु नुहति आपण मानक जिते दीक्षा सब ग्रहण कर न करूँ जो मैंने कौन ना कौन गुरुंर आश्रय नहीं आपण मैंने देखूँ आगे से भली गुरु थे जो मान विरुद्ध में गोटे पद कथा भी कहीं कहवाक साहस करना ना पाई ना पर्यंत प्रमाण से मैंने जे केवल निजपी साधना करती ता नुहे से निजे उद्धार पाती शिष्य मानक उद्धार करती एवं समाज को उद्धार करने को चेष्टा सब करते कि भगवान श्रीकृष्ण उद्धव कहते भागवत अच्छे मोते देखिब गुरु देहे मोत हूँ गुरु भिन्न नुहे तेणु ईश्वर कहले ही गुरु भितर अच्छा तेणु जी प्रकृत गुरु पाई जी क्या ना क्या गुरु मानी से अनुसार चलुची संपूर्ण शरणागत हो सारी तार अन्य कौन भगवान को डाकवा किसी आवश्यकता ना से से भगवान को देखिपुच्छे आज एति नमस्कार अध्यायटी भल लगे ये गहन कथा नारायण मिश्र चैनल टी निश्चय सब्सक्राइब करेंगे आ बंधु मानक जनइबे रही नमस्कार।